ପିଲାମାନେ, ଆଜି ଆମେ ପଢ଼ିବା ସପ୍ତମ ଶ୍ରେଣୀ ସାହିତ୍ୟ ବହିର ଛୋଟରୁ ବଡ଼ ପଦ୍ୟାଂଶଟି। ଏହି ପଦ୍ୟାଂଶଟିର କବିଙ୍କ ନାମ ହେଉଛି ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି। କାନନେ ଫୁଟି ଛୋଟ ଫୁଲଟି ଭିତରି ଯାଏ ବାସ, ଛୋଟ କୂଅଟି ଯୋଗାଏ ଜଳ ଲୋକେ ବରଷ ମାସ। କାନନେ ମାନେ ବଣରେ ବା ଜଙ୍ଗଲରେ। ଯେତେବେଳେ ଜଙ୍ଗଲରେ ବା ବଣରେ ଗୋଟେ ଛୋଟ ଫୁଲଟିଏ ଫୁଟିଥାଏ, ତାର ମଧୁର ବାସ୍ନା ମହକରେ ଚାରିଆଡ଼େ ସାରା ବନଭୂମି ମହକି ଉଠିଥାଏ। ଛୋଟ ଫୁଲଟିର ବାସ୍ନାରେ ସାରା ବନଭୂମି ମହକି ବା ବାସ୍ନାରେ ଭରି ଉଠିଥାଏ। ବାସ ମାନେ ବାସ୍ନା। ଛୋଟ କୂଅଟିଏ ହେଲେ ମଧ୍ୟ ସେ ଲୋକମାନଙ୍କୁ ଅମୃତ ସମ ସୁଶୀତଳ ଜଳ ଦେଇ ତୃଷା ନିବାରଣ କରିଥାଏ। କ୍ଷୁଦ୍ର ଏକ ପ୍ରଦୀପ ଶିଖା ତମସା ପାରେ ଜିଣି, କ୍ଷୁଦ୍ର ବାରି ଧାରାଟି ହୁଏ ପ୍ରବଳ ସ୍ରୋତ ସ୍ୱିନୀ। ଛୋଟ ଦୀପ ଶିଖାଟିଏ ହେଲେ ମଧ୍ୟ ସେ ଏହି ତମସା ବା ଘନ ଅନ୍ଧକାରକୁ, ତମସା ମାନେ ହେଲା ଅନ୍ଧକାର, ଏହି ଘନ ଅନ୍ଧକାରକୁ ଦୂର କରିପାରିଥାଏ। ଛୋଟ ଦୀପ ଶିଖାଟିର ଆଲୁଅରେ ସେ ଅନ୍ଧକାରକୁ ପରାଜିତ କରିପାରିଥାଏ। ସେହିପରି କ୍ଷୁଦ୍ର ବାରିଧାରା, ବାରିଧାରା ମାନେ ଛୋଟ ଜଳଧାରାଟି ହେଲେ ମଧ୍ୟ ସେ ବିନ୍ଦୁ ବିନ୍ଦୁ ଜଳର ସମାହାରରେ ବିରାଟ ସ୍ରୋତସ୍ୱିନୀର ରୂପ ନେଇଥାଏ। ପୁଲକ ଆଣେ କ୍ଷୁଦ୍ର ଗୀତେ ଲକ୍ଷ ଜନ ମନେ, ଅମିୟ ଢାଳେ ଲଳିତ ସ୍ୱର ବିଧୁର ବହୁ ପ୍ରାଣେ। ଛୋଟ ସୁମଧୁର ଗୀତଟି ହେଲେ ମଧ୍ୟ ସେ ଲକ୍ଷ ଲକ୍ଷ ଲୋକଙ୍କର ମନରେ ଆନନ୍ଦ ବା ରୋମାଞ୍ଚ ଆଣି ଦେଇଥାଏ। ସେହିଭଳି ଅମିୟ ଢାଳେ ଲଳିତ ସ୍ୱର ବିଧୁର ବହୁ ପ୍ରାଣେ। ଦୁଃଖ କଷ୍ଟରେ ଜର୍ଜରିତ ଲୋକର ମନରେ ଯେମିତି ଅମୃତର ବାରିଧାରା ବା ଜଳଧାରା ସିଞ୍ଚନ କରିଥାଏ, ତା ପ୍ରାଣରେ ନୂତନ ଆଶା ଓ ଉଦ୍ଦୀପନାର କିରଣ ଜାଗ୍ରତ କରିଥାଏ। ଏଠାରେ ଛୋଟ ଗୀତଟିଏ ହେଲେ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ମନରେ ଅମୃତର ବାରିଧାରା ବା ଜଳଧାରା ଆଶାର କିରଣ ସଞ୍ଚାର କରିଥାଏ, ତା ମନର ପୀଡ଼ାକୁ ଲାଘବ କରିଥାଏ। କ୍ଷୁଦ୍ର ଏକ ତରଣୀ ଲଙ୍ଘେ କ୍ଷୁବ୍ଧ ଜଳ ଧାରା, କ୍ଷୁଦ୍ର ନର ବୁଦ୍ଧି ବଳେ ଜିଣିଛି ବସୁନ୍ଧରା। ତରଣୀ ମାନେ ହେଲା ନୌକା ବା ଡଙ୍ଗା। ଆକାରରେ ଡଙ୍ଗାଟି ବହୁତ ଛୋଟ ହେଲେ ମଧ୍ୟ ସେ ବିରାଟ ବଡ଼ ଜଳଧାରାକୁ ଅତିକ୍ରମ କରିପାରିଥାଏ। ସେହିପରି ମଣିଷଠାରୁ, ନର ମାନେ ମନୁଷ୍ୟଠାରୁ ବହୁତ ବଳଶାଳୀ ଶକ୍ତିଶାଳୀ ଜୀବ ଅଛନ୍ତି ଏହି ପୃଥିବୀରେ। ଯେମିତିକି ହାତୀ, ବାଘ, ସିଂହ। କିନ୍ତୁ ମଣିଷଟି ନିଜର ବୁଦ୍ଧି ଆଉ ବିଚାରଧାରା ବଳରେ ପୃଥିବୀର ବା ବସୁନ୍ଧରାର ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ ପରିଚିତ ହୋଇପାରିଛି। ମଣିଷ ନିଜର ବୁଦ୍ଧି ଏବଂ ଜ୍ଞାନ ବଳରେ ସାରା ବିଶ୍ୱ ବା ସାରା ପୃଥିବୀ ଉପରେ ନିଜେ ରାଜୁତି କରିପାରିଛି ବା ପୃଥିବୀ ଉପରେ ବିଜୟ ଲାଭ କରିପାରୁଛି ଶିକ୍ଷାର ଆଲୋକରେ। ସେ ହୁଏ ବନେ ବିରାଟ ତରୁ ଯେ ଥିଲା ଦିନେ ସାନ, ଛୋଟ ଶିଶୁଟି ବଢ଼ି ରଖଇ ଦେଶ ଜାତିର ମାନ। ଯେ ଦିନେ ଛୋଟ ଚାରା ଗଛଟେ ଥିଲା, ସେ ସମୟ ଆସିଲେ ବିରାଟ ତରୁ ବା ବିରାଟ ବଡ଼ ଦ୍ରୁମ ଗଛରେ ପରିଣତ ହୋଇଥାଏ। ତରୁ ମାନେ ହେଲା ଗଛ। ଛୋଟ ଶିଶୁଟିଏ ହେଲେ ମଧ୍ୟ ସେ ପରିବେଶ ଏବଂ ସମାଜର ସହଯୋଗ ପାଇ ଏବଂ ନିଜର ଅଧ୍ୟବସାୟ ଏବଂ ପରିଶ୍ରମ ଦ୍ୱାରା ସେ ନିଜ ପରିବେଶର, ବାପା ମାଙ୍କର ଏବଂ ସମାଜର ଏବଂ ଦେଶର ମାନ ସମ୍ମାନ ବୃଦ୍ଧି କରିପାରିଥାଏ। ଏଠାରେ କବି କହୁଛନ୍ତି ଛୋଟ ଜିନିଷ ମଧ୍ୟରେ ବିରାଟ ପ୍ରତିଭା ବା ଲୁକ୍କାୟିତ ଭାବ ଲୁଚି ରହିଛି। ତେଣୁ କାହାକୁ ଛୋଟ ବୋଲି କ୍ଷୁଦ୍ର ବା ହୀନ ମନେ କରିବା ଠିକ୍ ନୁହଁ। ଥ୍ୟାଙ୍କ ୟୁ।